ଆଜି ଉତ୍କଳ ଦିବସ ଆମ ଓଡ଼ିଶା ରାଜ୍ୟ ତଥା ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବମୟ ଦିବସ। ଆମେ ଏହି ଦିବସକୁ ଏପ୍ରିଲ ଫୁଲ୍ ମଧ୍ୟ କହିଥାଉ, ସତ ନା? ତେବେ କାହିଁକି ପାଳନ ହୁଏ ଉତ୍କଳ ଦିବସ ଜାଣିଛନ୍ତି କି? ଯଦି ଜାଣିବାକୁ ଚାହାନ୍ତି ତେବେ ଆମ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖନ୍ତୁ। ଆଜି ଆମେ 87ତମ ଉତ୍କଳ ଦିବସ ଚଳିତ 2025 ମସିହାରେ ପାଳନ କରୁଛୁ। ଅନେକ ଉତ୍ସାହ ଉଦ୍ଦୀପନାର ସହିତ ଉତ୍କଳ ଦିବସ ପାଳନ କରି ଆମେ ଓଡ଼ିଶାବାସୀ ଉଲ୍ଲସିତ ହେଉଛୁ, କାରଣ ଏହି ଏପ୍ରିଲ 1 ତାରିଖରେ ଆମ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେଦିନ ଥିଲା 1936 ମସିହା ଏପ୍ରିଲ 1 ତାରିଖ। ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ମାନେ ଓଡ଼ିଆ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଲା। ଓଡ଼ିଶାର ପ୍ରତିଷ୍ଠା ଓ ପରିଚୟ ଦିବସକୁ ମନେ ରଖିବା ପାଇଁ ଆମେ ଉତ୍କଳ ଦିବସ ପାଳନ କରୁଛୁ। 1936 ମସିହା ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା। ଓଡ଼ିଶାର ପଶ୍ଚିମାଞ୍ଚଳ ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତର ଭାଗ ପଶ୍ଚିମବଙ୍ଗ ସହିତ ମିଶିଥିଲା। କେତେକ ଅଂଶ ବିହାର ସହିତ ମିଶିଥିଲା। ଦକ୍ଷିଣ ଓଡ଼ିଶା ମାଡ୍ରାସ ରେସିଡେନ୍ସି ଅଧୀନରେ ଥିଲା। ବର୍ତ୍ତମାନର ସୁବିସ୍ତୃତ ଓଡ଼ିଶାର ଆୟତନ 1936 ମସିହା ପୂର୍ବରୁ ଅତି ଛୋଟ ଥିଲା। ଓଡ଼ିଶାର ବରପୁତ୍ରମାନେ ଓଡ଼ିଶାର ସ୍ୱାଭିମାନ, ଓଡ଼ିଶାର ଅସ୍ମିତା ରକ୍ଷା କରିବା ପାଇଁ ନିଃସ୍ୱାର୍ଥପର ଭାବରେ ଉଦ୍ୟମ ଜାରି ରଖିଥିଲେ। ପ୍ରକୃତ ହକ୍ ଦାବି କରି ଓଡ଼ିଶାର ନିଜର ସୀମାକୁ ଅନ୍ୟ ରାଜ୍ୟଗୁଡ଼ିକ ଠାରୁ କାଢ଼ି ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ କରିବାକୁ ଅକ୍ଳାନ୍ତ ପରିଶ୍ରମ କଲେ। ତତ୍କାଳୀନ ବ୍ରିଟିଶ ସରକାର ବିରୋଧରେ ସଂଗ୍ରାମ ବି କଲେ। ସେହି ବରପୁତ୍ରମାନଙ୍କ ମଧ୍ୟରୁ, ସେହି ସଂଗ୍ରାମୀମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କ ଭଳି ବୀରପୁତ୍ରଙ୍କ ସଂଘର୍ଷରେ 1903 ମସିହାରେ ଉତ୍କଳ ସମ୍ମିଳନୀ ଗଠନ ହେଲା। ଜୋରଦାର ସଂଗ୍ରାମ ପରେ 1936 ଏପ୍ରିଲ 1 ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା। ଆମେ ଓଡ଼ିଶାବାସୀ ନିଜକୁ ଓଡ଼ିଆ ବୋଲି ପରିଚୟ ପାଇଲୁ। ଓଡ଼ିଆ ଆମ ଭାଷା ବୋଲି ବିନା ଦ୍ୱିଧାରେ କହିପାରିଲୁ। ଏଭଳି ଏକ ଗୌରବମୟ ଇତିହାସକୁ ମନେ ରଖିବା ପାଇଁ ଆମେ ଉତ୍କଳ ଦିବସ ପାଳନ କରୁଛୁ। ବୁଝିହେଲା? ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ରକ୍ଷା କରିବା ଆମ ଭଳି ପ୍ରତ୍ୟେକ ଓଡ଼ିଆଙ୍କର ଦାୟିତ୍ୱବାନ କର୍ତ୍ତବ୍ୟ ଅଟେ।
जदि आमे ओडिया भाषा, ओडिया संस्कृति, ओडिया परंपरा, ओडिया चलणी, ओडिया वेशभूषा, ओडिया कला कीर्ति को रक्षा करि पारिबु, एगुड़िकर सुरक्षा करि पारिबु, विश्व दरबार रे प्रदर्शन करि पारिबु, तेबे ओडिशार स्वाभिमान, ओडिया अस्मिता जुगे जुगे बजाय रहिब। दुख लगे 86तम उत्कल दिवस पालन करी सारिलुणी, अथच आम भितरु केतेक लोकंकर ओडिया परिचय पत्र थाई मध्य, ओडिशार अधिवासी बोली परिचय पत्र थाई मध्य सेमाने सठिक रूपे ओडिया कहि पारु नाहंती, ताहा दुख लगे। एमिति कि उच्च शिक्षित हेई सुद्धा सेमाने सठिक रूपे ओडिया कहि पारु नाहंती। बसी पड़कू बासी पाड़ कहउचंती, कांत कवि उच्चारण करि पारु नाहंती, कंटा कवि, कंटा कवि इत्यादि उच्चारण करुछंती। एहा ही वर्तमान दुखर विषय।